ଜଗନ୍ନାଥ ମାଇଁ ଫାର୍ମିଂ କି ସ୍ୱାଗତ। ଆଜି ଶୁଭ ସକାଳ। ମୁଁ ଟିକେ ସକାଳୁ ପୁଣି ଟିକେ ବିଲ ଆଡ଼ିକି ଆଜି ଆସିଲି ଦେଖିବା ପାଇଁ। ଆଉ ବର୍ଷା ଦେଖନ୍ତୁ କେମିତିଆ ପାଗ କରିଛି। ବର୍ଷା 3 ଦିନ ହେଲାଣି ଆଜ୍ଞା, ବର୍ଷା ଏମିତି ଲାଗି ରହୁଛି। ଦେଖନ୍ତୁ, ଆମେ ଭାବିଥିଲୁ ଟିକେ ବିଲରେ ସାର ପକାଇ ଦେବୁ, ଆଉ ଆଜ୍ଞା ପାଣି ବହୁତ ହେଇଗଲାଣି, ସାର ପକାଇ ହେଉନି। ଆଉ ଧାନ ପୋକ ତ ଜମା ଯିବାର ନାହିଁ, ସେ ସେମିତି ଲାଗି ରହିଛି। ବିଏଲ୍ବି ଗୋଟେ ଚାଷ କରିବାକୁ ହେଲେ ଏତିକି ଜିନିଷକୁ ସାମ୍ନା କରିବାକୁ ପଡ଼େ। ଏଇଟା ମାନେ ସବୁଠାରୁ ଡେଞ୍ଜରିୟସ୍, ମାନେ ଫାର୍ମିଂଟା। ଚାଷ କରିବା ପାଇଁ ଏତେ କଷ୍ଟ କରିବାକୁ ପଡ଼େ। ଦେଖନ୍ତୁ, ମାନେ ବର୍ଷା କେମିତି ଆସିଲାଣି ପୁରା ଅନ୍ଧାର କରିକି। ସକାଳ 7ଟାର ସମୟ। କାଲି ବର୍ଷା ଲାଗି ରହିଥିଲା, ପରଦିନ ବି ଲାଗି ରହିଥିଲା। 3 ଦିନ ହେଲାଣି, 3 ଡେଜ୍ ହେଇଗଲାଣି, ପ୍ରତ୍ୟେକ ଦିନ ବର୍ଷା। ଆଉ ବହୁତ ଜୋର ବି ପାଣି ବି ହେଉଛି। ଆଉ ଏ ଯେଉଁ ଛୋଟ ଧାନ ଆମେ ରୁଇଥିଲୁ ସମଲାଇ, ଏ ଧାନ ବି ଧୀରେ ଧୀରେ ବାହାରିବା ଷ୍ଟାର୍ଟ ହେଇଗଲାଣି। ଗୋଟେ ଗୋଟେ ଥୋଡ଼ ହେଇଗଲାଣି ସବୁ। ବର୍ଷା ଟିକେ କମିଲେ ଥୋଡ଼ ସାର ଏକାଥରକେ ମରା ହେଇଯିବ। ଆଉ ଏଠି ଆଉ ଟେନସନ୍ ନାହିଁ। ତାପରେ ଯାହା ହେବାର କଥା ଆଗକୁ ହବ କରିବା। ଆଉ ଡର ବି ମାଡ଼ୁଛି ଏପଟକୁ ଆସିବା ପାଇଁ। ବହୁତ ଜୋରେ ଘାସ ହେଇଗଲାଣି, ଭୟ ଲାଗୁଛି। ହିଡ଼ ଫିଡ଼ ସବୁ ଘାସ ଅରମା ହେଇଗଲାଣି। ଆଉ କ'ଣ କରିବା, ଯିବାକୁ ତ ପଡ଼ିବ। ଟିକେ ଭଲ ଲାଗେ ମୋତେ ବିଲ ଆଡ଼ିକି ଆସିବା ପାଇଁ। ମୁଁ ଚାଷରେ ହିଁ ଇନଭଲ୍ଭ ହେଇଗଲି ବହୁତ ଜଲ୍ଦି। ଆଉ ଚାଷ ହିଁ ଜୀବିକା ବୋଲି ଭାବିନେଲି। ସେଇଥିରୁ ହିଁ ଖାଇବାକୁ ପଡ଼ିବ, ସେଇଥିରୁ ରହିବାକୁ ପଡ଼ିବ। ସବୁକିଛି ଅଭାବ ବି ଆସିବ, ଭାବ ବି ଆସିବ, କିଛି ଆମେ କରିପାରିବାନି, ତଥାପି ସାମ୍ନା କରିବାକୁ ପଡ଼ିବ। ଏତିକି କଥା। ଛୋଟ ଧାନ ଥିଲା, ବାବା ଏମିତି ସାର ମାରିଲେ ଯେଉଁ ଉଞ୍ଚା କରିଦେଲେ, ଭଲ ଲାଗୁନି ଜମା। ଆଉ ଆପଣ ଦେଖୁଥିବେ, ମୁଁ ପରିବା ଲଗେଇଲି, ଘାସ ମରା ମାରିଥିଲି ଜଲ୍ଦି ଟିକେ ଲଗେଇବି ବୋଲି। ବର୍ଷା ଛାଡ଼ୁନି, ପୁଣି ବି ଘାସ ହେଇଯାଉଛି। କ'ଣ କରିବା, ଯାହା ହେବାର କଥା ହେବ। ଆମେ କିଛି କଲେ ହେବନି। ଆଉ ଏମିତି ଚାଲିବ। ଗାଡ଼ିଆରେ ଦଳ ଜମା ନଥିଲା, ଏବେ ଧୀରେ ଧୀରେ କ'ଣ ଗାଡ଼ିଆରେ ଦଳ ବି ହେଇଯାଉଛି ବହୁତ ଜୋରେ। ଯେଉଁ ଛୋଟ ଛୋଟ ଜାଆଁଳ ଆଣିକି ଛାଡ଼ିଥିଲି ଏବେ, ଦେଖନ୍ତୁ କେମିତି ପହଁରୁଛନ୍ତି। ଦେଖୁଛନ୍ତି ଏଠି ଦେଖନ୍ତୁ, ସେ ମଝିରେ ବି ଏଠି ଏଇ ମେଞ୍ଚା ମେଞ୍ଚା ହିଁ ଯାଉଛନ୍ତି। ଆର ବର୍ଷ ମୁଁ 10 କିଲୋ ଜାଆଁଳ ଛାଡ଼ିଥିଲି ଏଥିରେ। 10 କେଜି, ହଁ 10 କେଜି ଜାଆଁଳ ଛାଡ଼ିଥିଲି। କିନ୍ତୁ ଆଜ୍ଞା ଗୋଟେ ବି ଜାଆଁଳ ରହିଲେନି, ସବୁ ପାଣି ପୁଅ ଖାଇଗଲେ। ସେପଟ ଗାଡ଼ିଆରେ ତ ଅଛନ୍ତି, ଖାଇନାହାନ୍ତି। ଏଠି ଲୋକଙ୍କର ଯିବା ଆସିବା ରହୁଛି ସବୁବେଳେ। ଆଉ ବହୁତ ଅରମା ହେଇଗଲାଣି। ଟିକେ ଦାନା ପାଇଁ ଯିବି ବୋଲି ଯାଇପାରୁନି। ଦାନା ଆସିବ 2 ପ୍ୟାକେଟ୍ ଖଣ୍ଡେ ପଡ଼ିଥିଲା 4-5 ପ୍ୟାକେଟ୍ ଦାନା। ପଇସା ବି ଲସ୍ ହେଇଗଲା, ଉଠିଲାନି। ଖରାଦିନ ହେଲେ ଏଠି ସବୁ ଟାଇମ୍ ଆମେ ରହିବୁ। କ୍ୟାମ୍ପ ପଡ଼ିବ, ପ୍ରତ୍ୟେକ ଦିନ ରହିଲୁ, ତ ଯିବାର ନାହିଁ। ଦେଖନ୍ତୁ ଏପଟ ପ୍ୟାଚ୍ ଦେଖନ୍ତୁ, ଧାନ ମାନେ ଏତେ ହାଇଟ୍, ବାବାରେ। ଏଇଠି ହେଇଗଲାଣି ଧାନ। କଦଳୀ ହେଇଗଲାଣି ମୋର। ଘରକୁ ଏଇଟା ଯିବ, ଘରେ ଭଜା ହେବ, ଡେଲି ଖିଆ ହେବ। ଦେଖୁଛନ୍ତି ଯେଉଁଟା ଦେଖୁଛନ୍ତି, ବର୍ଷା ପୁରା ଏମିତି ଅନ୍ଧାର କରି ଆସିଲାଣି। ବର୍ଷା ପୁରା ଅନ୍ଧାର କରି ସାରିଲାଣି।